ଦେଖନ୍ତୁ ଓକାର ଶବ୍ଦରେ ଦେଖନ୍ତୁ କ ପ୍ଲସ୍ ଓ କଉ, ଖ ପ୍ଲସ୍ ଓ କ ପ୍ଲସ୍ ଓ କଉ, ଖ ପ୍ଲସ୍ ଓ ଖଉ। ବୁଝିଲେ? ତ ତାପରେ ଆମର ସେଠୁ କ'ଣ ହେଲା, ତାର ଓକାର ଆମର କ'ଣ ଓକାର ଶବ୍ଦରେ କେମିତି କ'ଣ ହବ, ଆମେ କେମିତି ଉଚ୍ଚାରଣ କରି ପଢ଼ିବା। ଦେଖନ୍ତୁ କରେ ଓକାର କୌର, ସରେ ଓକାର ଶୌଚ, ଦୌଡ଼, ଦ୍ରଷ୍ଟ୍ୟ, ନୌ, ନରେ ଓକାର ନୌକା, ବରେ ଓକାର ବୌଦ୍ଧ, ଗରେ ଓକାର ରବ ଗୌରବ, ସୌନ୍ଦର୍ଯ୍ୟ, ସୌଭାଗ୍ୟ, ଭୌଗୋଳିକା, ଉଦ୍ୟୋଗିକା, ଏଗୁଡ଼ା ସବୁ ଓକାରର ଶବ୍ଦ ହେଲା। ଚାଲ ତ ଆମେ ୟାକୁ ଲେଖିବା। ବୁଝିଲେ? ତ ଏଇଠି ଆମେ ଯେଉଁ ଲେଖିବା, ମୁଁ ଲେଖିବି କହିବି ଲେଖ ଗୌରବ। କେମିତି ଲେଖିବ? ଗୌରବ। ଲେଖ ଶୌଚ। ଶୌଚ ମାନେ କ'ଣ? ସଫା, ଶୌଚାଳୟ ହେଲା। ଶୌଚାଳୟ, ଶୌଚାଳୟ ଯାଇଥିବ ଶୌଚରେ ଏମିତି ଇଏ ରହିବ ଶୌଚ, କାରଣ ଓକାରଟା ଏଇଭଳିଆ ନା, ଶୌଚାଳୟରେ ହେଲେ ଏମିତି ସେମିତି ଶୌଚାଳୟ ଲେଖା ହେଇଥାଏ ନା, ସୁଲଭ ଶୌଚାଳୟ ହେଲା। ସେମିତି ଆମର ଭୌଗୋଳିକା କେମିତି ହବ? ଭୌଗୋଳ ଜାଣିଛ? ଭୂଗୋଳ, ହଁ, ଭୌଗଳିକା, ଭୌଗୋଳିକା। ବୁଝିଲ? ଆଉ ସେମିତି କ'ଣ ହେଇପାରିବ? ସୌନ୍ଦର୍ଯ୍ୟ ଗୋଟେ ୱାର୍ଡ଼ ଅଛି, ନୌକା ଗୋଟେ ୱାର୍ଡ଼ ଅଛି, ସେଗୁଡ଼ା ଲେଖିବା କେମିତି? ସୌନ୍ଦର୍ଯ୍ୟ କେମିତି ଲେଖିବ? ସୌନ୍ଦର୍ଯ୍ୟ। ନୌକା କେମିତି ଲେଖିବା? ନୌକା ହେଲା। ତ ଏଇଭଳିଆ ଆମର କ'ଣ ହବ? ଓକାର ଶବ୍ଦ ଆମେ ଲେଖିପାରିବା। ବୁଝିଲେ ପିଲାମାନେ? ପିଲାମାନେ ବୁଝିପାରିଲ ନା? ବୁଝିଲେ ଯଦି କିଛି ବି ଡାଉଟ୍ ହେବ ପଚାରିବେ, କମେଣ୍ଟ କରିବେ। ମୁଁ ସବୁବେଳେ ଆପଣଙ୍କୁ କହିଦେବି କେମିତି କ'ଣ ପଢ଼ିବେ ହେଲା। ଯାଇକି ବର୍ଣ୍ଣବୋଧ ବହି ବାହାର କରିବେ, ପଢ଼ିବେ। ଥ୍ୟାଙ୍କ ୟୁ, ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ।